କୁହ। ହେଲେ ଆମର ଜାତିଟା ଧର୍ମ ନା କର୍ମ ହିସାବରେ? କଣ ହେଲା? ଆମର ଏଇ ଯୋଉ ଜାତିଟା ଧର୍ମ ହିସାବରେ ନା କର୍ମ, ଇଏ ଯୋଉ ଆମର ଜନ୍ମ ହିସାବରେ ନା କର୍ମ ହିସାବରେ? କୋଉ ଜାତି? ଯେକୌଣସି ଜାତି ହଉ, କ୍ଷତ୍ରିୟ ହଉ, ବୈଶ୍ୟ ହଉ, ଶୂଦ୍ର ହଉ। ଏ ବୈଶ୍ୟ କ୍ଷେତ୍ରରେ ସବୁ କର୍ମ ଅନୁସାରେ ଆମର ଜାତି। କର୍ମ ତେଣୁ ଅନୁସାରେ। ହଁ, କର୍ମ ଅନୁସାରେ ଜାତି। ଆମକୁ ଯୋଉ ଯୋଉ କର୍ମ ଯିଏ କରିବ ତାକୁ ସେଇ ଜାତିରେ ରଖା ହେଇଛି। କ୍ଷତ୍ରିୟ ତାର ଦେଶ ରକ୍ଷା କରିବ, ବ୍ରାହ୍ମଣ ଠାକୁର ପୂଜା କରିବ, ବୈଶ୍ୟ ବେପାର ବାଣିଜ୍ୟ କରିବ, ଶୂଦ୍ର ଏ ତିନି ଜାତିକର ସେବା କରିବ। ଏଇଥିପାଇଁ ଏଇ ଚାରି ଜାତି ଆମର ସୃଷ୍ଟି କରାହେଇଥିଲା। ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣ କର୍ମ ବିଭାଗଶ। ତସ୍ୟ କର୍ତ୍ତା ରମପି ଇମାଂ ବିଦ୍ୟ କର୍ତ୍ତା ରମବ୍ୟୟମ୍। ଗୁଣ ଆଉ ହେଲେ କର୍ମ ତାଙ୍କର ହେଲେ ପ୍ରକୃତି କର୍ମ ଅନୁସାରେ ସେମାନଙ୍କୁ ଚାରିଟା ଜାତି କରାଯାଇଛି। ହେଲେ ଗୁରୁଜୀ, ମୁଁ ତ କମ ସେ କମ 3ଟା କର୍ମ କରୁଛି। ହେଲେ ମୁଁ କୋଉ ଜାତିରେ ଯିବି ତାହେଲେ? ନାଇଁ, ତମେ ସେ ସବୁ କଥା ସେଗୁଡା ସବୁ ବାହ୍ୟ କଥା। ହଁ ହଁ ବୁଝିପାରୁଛୁ ନା? ତୁ ଆଚ୍ଛା ଗୋଟେ କଥା କର, ତୁ ଯଦି ସଦ୍ଗୁରୁ କରିବୁ ତୁ ବ୍ରାହ୍ମଣ ଜାତିରେ ଯିବୁ। ଆଚ୍ଛା ଆଚ୍ଛା। ଗୁରୁ କଲେ ତମେ ଆଚ୍ଛା ଗୁରୁ କଲେ ଦିଟା ଜାତି ବୈଷ୍ଣବ ହବୁ, ତାପରେ ଯାଇ ବ୍ରାହ୍ମଣ ହବୁ। ଏଇ ଜାତିକି ସବୁ ଛାଡିଦେ, ତୁ ହଁ ଗୁରୁ ହଁ କର। ଗୁରୁ କଲେ ତୁ ପ୍ରଥମେ ହବୁ ବୈଷ୍ଣବ, ତାପରେ ହବୁ ବ୍ରାହ୍ମଣ। ବ୍ରହ୍ମକୁ ଚିହ୍ନିଲେ ହବୁ ବ୍ରାହ୍ମଣ। ନାଇଁ ନାଇଁ, ବ୍ରାହ୍ମଣ ହବା ଦରକାର ନାହିଁ କି କ୍ଷତ୍ରିୟ ହବା ଦରକାର ନାହିଁ, ସେ କଥା ନାଇଁ। ମୁଁ 3ଟା କର୍ମ କରୁଛି ତ, ମୁଁ ସେଇ ଲାଗି ତୁ କନଫ୍ୟୁଜରେ ଯୋଉ ଅଛି। କର୍ମ କରୁଛୁ, ତୋ ମା ଯୋଉ ଜାତି ତୁ ସେଇ ଜାତି। ହେଲେ ଜନ୍ମଗତ ନାଇଁ କି? ହଁ, ତୁ ଜନ୍ମରୁ ତୋ ବାପା ମା ଯୋଉ ଜାତିରେ ହେଇଥିବ ତୁ ସେଇ ଜାତି। ଜନ୍ମ ନା ଯାୟତେ ଶୂଦ୍ର। ପ୍ରଥମେ ହଁ ଜନ୍ମରୁ ଯିଏ ଜନ୍ମ ହେଲା, ସେ ବାପ ମାଙ୍କ ଜାତି ନୁହେଁ କି କାହା ଜାତି ନୁହେଁ, ସିଏ ହଉଛି ଶୂଦ୍ର ଜାତି। ସଂସ୍କାର ଦ୍ୱିଜ ଉଚ୍ୟତେ। ତୁ ଯୋଉ ଜାତିର ଧର୍ମ ଗ୍ରହଣ କରିବୁ, ତୁ ସେଇ ଜାତି ହବୁ। ତୁ ପିଲାଦିନରୁ ଜନ୍ମ ହେଇଛୁ, ଯଦି ତୁ ହିନ୍ଦୁ ସଂସ୍କାର କରିବୁ, ହିନ୍ଦୁ ଜାତିରେ ସଂସ୍କାର ହବୁ, ନାମକଣୀ ନବୁ କି ବ୍ରତ ଉପନୟନ ନବୁ, ତୁ ହିନ୍ଦୁ ହେଇଗଲୁ। ଆଉ ପଠାଣ ଘର ଜାତିରେ ଯଦି ସଂସ୍କାର, ତୁ ପଠାଣ ହେଇଗଲୁ। ତେଣୁ ଯୋଉ ଜାତିରେ ସବୁ ପ୍ରତ୍ୟେକ, ଶୁଣ ମୁଁ ବୁଝେଇ ଦଉଛି। ଗୋଟେ ସ୍କୁଲ ତୁ ପାଠ ପଢିବାକୁ ଯିବୁ, ଯୋଉ ସ୍କୁଲରେ ନାଁ ଲେଖେଇବୁ ତୁ ସେଇଭଳି ପ୍ରକାର ପାଠ ପଢିବୁ। ଯଦି ଇଂଲିଶ ମିଡିୟମରେ ନାଁ ଲେଖେଇବୁ, ଇଂଲିଶ ପଢିବୁ। ସଂସ୍କୃତ ଟୁଲେ ନାଁ ଲେଖେଇଲେ ସଂସ୍କୃତ ପଢିବୁ। ସେଇଭଳି ପ୍ରକାରର ଇଏ ସବୁ ଗୋଟେ ଗୋଟେ ପ୍ରକାରର କଣ ଜାତିଗତ ଭେଦ ଯୋଉ ଗୁଡାକ ଅଛି, ଧର୍ମର ବନ୍ଧା ହେଇଛନ୍ତି ଯୋଉ ଗୁଡାକ ନିୟମ, ତେଣୁ ହୁଁ ବେଦ ଅଧ୍ୟୟନ କଲେ ତୁ ହିନ୍ଦୁ ହେଲୁ, କୋରାନ ପଢିଲେ ତୁ ମୁସଲମାନ ହେଲୁ, ବାଇବେଲ ପଢିଲେ ତୁ ଖ୍ରୀଷ୍ଟିଆନ ହବୁ। ଏଗୁଡାକ ହୁଁ ସବୁ ଯୋଉ ଯୋଉ ଜାତି କଥା ତୁ କହୁଛୁ, ସେଇ ଜାତି ଗୁଡାକ ସବୁ ସେଇମାନଙ୍କ ଦେହରେ ବନ୍ଧା। ତୁ ବର୍ତ୍ତମାନ ହୁଁ। 3ଟା କର୍ମ କର, 5ଟା କର୍ମ କର, ବର୍ତ୍ତମାନ କୋଉ ଜାତିର ତୁ ବର୍ତ୍ତମାନ ସଂସ୍କାର ହେଇଛୁ ମତେ କହ? ଆମର ଜିନିଷ ହଉଛି କଣ, ମା ହଉଛନ୍ତି ହିନ୍ଦୁ ଲୋକ। ନା ନା, ମା ଫା ହିନ୍ଦୁ ଫିନ୍ଦୁ ନୁହେଁ। ମା ହିନ୍ଦୁ ହେଲେ ବି ସୁଦ୍ଧା ଜଣେ ଲୋକ ହିନ୍ଦୁ ହବ, ସେମିତି କିଛି ମାନେ ନାହିଁ। ଆଚ୍ଛା ଆମର ସାଲବେଗ ଦେଖେ, ମା ବ୍ରାହ୍ମଣୀ, ବାପ ଆଚ୍ଛା ମୁସଲମାନ। ଆଚ୍ଛା। କଣ ବୁଝିପାରୁଛୁ ନା? ତେଣୁ ଗୋଟେ କଥା ମୋର କହିବା କଥା, ଯେ ତୋ ଆଜ୍ଞା ମା ବାପ ଯୋଉଥିରେ ହଉନା କାହିଁକି, ମା ବାପ ଆଜ୍ଞା ହେଇସାରିଲା ପରେ ଗୋଟେ ସଂସ୍କାର କରାଯାଏ। ଆମର ଆଚ୍ଛା ହିନ୍ଦୁ ଜାତିରେ ଆମର ବିବାହର ବେଳେ ଗୋଟେ ସଂସ୍କାର କରାଯାଏ। ସେତେବେଳେ ଆମେ ହିନ୍ଦୁ ହୁଅନ୍ତି। ବ୍ରାହ୍ମଣ ଘର ଯେତେବେଳେ ବ୍ରତ ଉପନୟନ ହୁଏ, ସଂସ୍କାର ହୁଏ, ସେତେବେଳେ ସେମାନେ ବ୍ରାହ୍ମଣ ହୁଅନ୍ତି। ଆଉ ସଦଗୁରୁଙ୍କ ଦୀକ୍ଷା ନେଲେ ସେତେବେଳେ ତମେ ବୈଷ୍ଣବ ହୁଅନ୍ତି। ତେଣୁ ତମେ ଯୋଉ ସଂସ୍କାର ନବ, ତମେ ସେଇ ଜାତିରେ ଗଣା ହବ ହେଲା। ହୁଁ ନାଇଁ, ସମାଜ ଗ୍ରହଣ କରୁନି ତ, ମୁଁ ସେଇ ଲାଗି ଆପଣଙ୍କୁ ଫୋନ କଲି। ସମାଜ ଯାହା ଗ୍ରହଣ କରୁଛି ସେଇ ବାଟରେ ଚାଲ, କିଛି ମନା ନାହିଁ। ସମାଜ ତମକୁ ଯୋଉ ବାଟରେ ଗ୍ରହଣ କରୁଛି ସେଇ ବାଟରେ ଚାଲୁନା। ହୁଁ ହୁଁ। ସମାଜ ଗ୍ରହଣ କରିବନି, ଆଉ ଆମେ ଦୀକ୍ଷା ନେଇକି ଯଦି ଆମେ ସଦଗୁରୁ ଦୀକ୍ଷା ନେଲେ ସମାଜ ଆମକୁ ଗ୍ରହଣ କରିବନି। ସମାଜ ଗ୍ରହଣ କରୁନି କି ଗଭର୍ଣ୍ଣମେଣ୍ଟ ବି ଗ୍ରହଣ କରୁନି। କାହିଁକି ଗଭର୍ଣ୍ଣମେଣ୍ଟ ଗ୍ରହଣ କରୁନି? ଗଭର୍ଣ୍ଣମେଣ୍ଟ ଯୋଉ ବାଟେ ଗ୍ରହଣ କରୁଛି ସେଇ ବାଟେ କରୁନୁ। ଗଭର୍ଣ୍ଣମେଣ୍ଟ କଣ ଗ୍ରହଣ କରୁନି? ହେଲେ ମୁଁ କର୍ମ ଦ୍ଵାରା ଯଦି ମତେ ଜାତି ହେଲା, ମୁଁ କର୍ମ ଖୋଲିକି କହିଲୁ, କରୁଥିଲି। ତୋ ବାପା କି ଜାତି, ମା କି ଜାତି? ହିନ୍ଦୁ ଆକା। ବା ହିନ୍ଦୁ ଜାତି। ଆଉ ହିନ୍ଦୁ ଜାତି ହେଲେ ତୁ ସେଇ ହିନ୍ଦୁ ନା ନାଇଁ? ହିନ୍ଦୁ।
ଆଚ୍ଛା ତୁ ଯୋଉ ସ୍କୁଲରେ ନାଁ ଲେଖେଇଲୁ ତୋର ସେଥିରେ କ'ଣ ଟାଇଟେଲ ଦିଆହେଇଛି? ଟାଇଟେଲ ସାହୁ। ସାହୁ ମାନେ ତ ସମାଜ ସାହୁ ବୋଲି ଗ୍ରହଣ କରିବନି କାହିଁକି? ନାଇଁ ସାହୁ ବୋଲେ ବୈଶ୍ୟ। ନା ନା ସେ କଥା ହେଲେ ନୁହେଁ, ତୁ ସ୍କୁଲରେ ଯୋଉ ଜାତି ବା ଯୋଉ ଟାଇଟେଲ ତୋର ଅଛି ତତେ ସ୍କୁଲ ସାର୍ଟିଫିକେଟରେ ଯୋଉ ଅଛି ଗଭର୍ଣ୍ଣମେଣ୍ଟ ତତେ ସେହି ସାର୍ଟିଫିକେଟ ଦବ ଏବଂ ତତେ ଗ୍ରହଣ କରିବ। ନାଇଁ ନାଇଁ ଶାସ୍ତ୍ର କହିଲା ଯେ କର୍ମ ଧରିକି ଜାତି ହଉଛି ଯେ ମୁଁ ନା ସେଥିଲାଗି ଶାସ୍ତ୍ର କର୍ମ କଥା ଚେଞ୍ଜ କଲି। ଛାଡେ, ତୁ ବର୍ତ୍ତମାନ ସମାଜକୁ କହୁଛୁ ଶାସ୍ତ୍ର ଅଲଗା ସମାଜ ଅଲଗା। ଶାସ୍ତ୍ର କହୁଛି ଯେ କର୍ମ ଧରିକି ଜାତି, ତେଣୁକରି ମୁଁ ସେ କର୍ମକୁ ଦିନ ଚେଞ୍ଜ କରିଦେଲି ଗଲାଣି। ନା। ଶୁଣ ମୁଁ କହିସାରେ, ଶାସ୍ତ୍ର ଯୋଉ ଦିନରେ ଲେଖା ହେଇଥିଲା ସେଇ ଦିନ ସେ ଜାତି ଗଣନା କରାହେଇଥିଲା, ବୁଝିପାରୁଛୁ। ବର୍ତ୍ତମାନ ଏଇ ସୁଙ୍ଗା ସେ କଥା ଗଲାଣି, ଯୁଗ ବଦଳି ଗଲାଣି। ମୁଁ ତତେ ବୁଝେଇ ଦଉଛି ଶୁଣୁନୁ। ଆମର ବାୟା ଗୀତାରେ ଲେଖା ହେଇଛି, ବୁଝିଲୁ, ଯଦି ତମର କର ଅଞ୍ଜଳି ଅଛି ତାହେଲେ ଟକିଆ ଆଜ୍ଞା କ'ଣ ଦରକାର? ଆଉ ଆଜ୍ଞା ତମର ଯଦି ନଦୀରେ ଝରଣା ଅଛି ଟ୍ୟୁବଲ ଗୋଟେ କ'ଣ କରିବ? ବୃକ୍ଷରେ ଯଦି ଫଳ ଅଛି ଚାଷ ବାସ କ'ଣ କରିବ? ଗଛ ମୂଳ ଯଦି ଅଛି ତାହେଲେ ଗୋଟେ କୁଡିଆ କାହିଁ କରିବ? ମଠକା ମନ୍ଦିର କାହିଁ କରିବ? ସନ୍ନ୍ୟାସୀର ଲକ୍ଷଣ ସେ ଲେଖିଛନ୍ତି ହେଲା। ବର୍ତ୍ତମାନ ଦେଖିନି ଏଇ ଯୁଗରେ ସେଗୁଡାକ ସବୁ ହବ ନା? କୋଉ ନାଇଁ ଝରଣାର ଜଳଟା ବିଶୁଦ୍ଧ କହ? ନାଇଁ ଝରଣାର ଜଳ ତ ବିଶୁଦ୍ଧ ନୁହେଁ। ଆଚ୍ଛା କିନ୍ତୁ ଶୁଣି ସାର୍ କଥା କହିବୁ, ନହେଲେ ମୁଁ ତ କୁହନ୍ତୁ କୁହନ୍ତୁ ବିଗିଡିବି ଭାରି। ତୁ ନାଇଁ ବସ, ନାଇଁ କୁହନ୍ତୁ ତୁ ତ କଥା କହିଲେ ମୁଁ ତ ଉତ୍ତର ଦଉଛି, ପୁଣି ତରତର କାହିଁ ହଉଛୁ? ନାଇଁ ଗୋଟେ କୁହନ୍ତୁ କଥା ହଉଛି, ବାୟା ଗୀତା ଲେଖିଲେ ଯେ ନଦୀର ଯଦି ଝରଣା ଅଛି ତାହେଲେ ଆମର ଟ୍ୟୁବଲ ଖୋଳିବା ଦରକାର ନାହିଁ। କିନ୍ତୁ ବର୍ତ୍ତମାନ ଦେଖିବା ପାଇଁ ହେଲେ କୋଉ ନଦୀର ଝରଣା ଟା ବିଶୁଦ୍ଧ? ସବୁଥିରେ କଳକାରଖାନା ଧୂଆଁ ଛାଡିକିରି ସବୁ ଗୁଡାକ ମଇଳା ହଉଛି। ତେଣୁ ସିଏ ଯୋଉ ନଦୀ ନିର୍ମଳ ନଦୀ ଜଳ ଧାରଣା କରିଥିଲେ ତାଙ୍କ ଅମଳରେ କରିଥିଲେ। ବର୍ତ୍ତମାନ ସେ ଅମଳରେ ସେ ନଦୀ ଜଳ ନାହିଁ। ଦ୍ଵିତୀୟ କଥା, ଯିଏ କହୁଛି ବୃକ୍ଷରେ ଯଦି ଫଳ ଅଛି ତାହେଲେ ତମେ କାହିଁକି ଚାଷ ବାସ କରିବ? ଦେଖିନି ଜଙ୍ଗଲକୁ ଯାନି କୋଉ ବୃକ୍ଷର ଫଳଟା ବର୍ତ୍ତମାନ ଠିକ ଅଛି ତମକୁ ଦେବେ? ତମେ ବା ଜଙ୍ଗଲରେ ଯାଇ ପହଞ୍ଚିଲା ବେଳକୁ ଫଳ ସବୁ ନିଲାମ ହେଇସାରିଲାଣି। ତମକୁ କିଏ ଫଳଟେ ଦବ? ତେଣୁ ବାୟା ବାବା ଯୋଉ ଅମଳ କରିଥିଲେ ସିଏ ବର୍ତ୍ତମାନ ସେଇ ଅମଳରେ ଗଲାଣି। ଆଚ୍ଛା ତୁ ଯୋଉ କହୁଛୁ ଯେ ଶାସ୍ତ୍ର କହୁଛି କର୍ମ ଅନୁସାରେ ଜାତି, ଠିକ ଅଛି। କର୍ମ ବ୍ରାହ୍ମଣ ବା ବର୍ତ୍ତମାନ ମଦ ମାଂସ ଖାଇଲାଣି। ବ୍ରାହ୍ମଣ କ'ଣ ନାଇଁ ନାଇଁ ଠିକ ପଇସାରେ ଇଏ କଥା ହଁ କୁହନ୍ତୁ ଉତ୍ତର ଦେ ନା, କୁହନ୍ତୁ ଶୁଣି ସାର ମୁଁ ପଚାରିମି ତୁ ଉତ୍ତର ଦବୁ। କୁହନ୍ତୁ ବ୍ରାହ୍ମଣ ଜାତିର କର୍ମ ହେଲା ସିଏ ଦେବ ପୂଜା କରିବ। ବର୍ତ୍ତମାନ ବ୍ରାହ୍ମଣ କ'ଣ କରୁଛି ନା ହୋଟେଲରେ ଖାଉଛି, ମଦ ମାଂସ ଖାଇକି ଚୋରି ମାରି କରୁଛି। ବ୍ରାହ୍ମଣ କୋଉଠି ତା କର୍ମଟା ରଖୁଛି? ଶୂଦ୍ର ତା କୋଉଠି କର୍ମ ରଖୁଛି? ନା କ୍ଷତ୍ରିୟ ତା କର୍ମ ରଖୁଛି? ବର୍ତ୍ତମାନ ଯୁଗରେ, ସେ ଯୁଗରେ ଯାହାକୁ ଯୋଉ କର୍ମ ରଜା ମାନେ ଦଉଥିଲେ ସିଏ ସେଇ କର୍ମରେ ବ୍ରତୀ ହେଇକି କରୁଥିଲେ ଏବଂ ସମାଜ ଆମର ଚାଲିଥିଲା। ବର୍ତ୍ତମାନ ସେ କର୍ମ ଗୁଡିକ ବର୍ତ୍ତମାନ ଏଇ ମନୋମୁଖୀ କେହି କାହାକୁ କରୁନାହାନ୍ତି। ଆଉ ତେଣୁ କି ସେ ଜାତି ଗୁଡାକ ଛାଡ, ବର୍ତ୍ତମାନ ଷ୍ଟେଜରେ ସେଗୁଡାକ ସବୁ ବନ୍ଦ କରିକିରି ସମାଜ ଯାହା ଚାହୁଁଛି, ତୁ ଯୋଉ ବାପା ମାଙ୍କ ଠାରୁ ଜନ୍ମ ହେଲୁ ତୋର ଟାଇଟିଲ ଯାହା ହେଲା ସେଇ ଟାଇଟିଲ ଅନୁସାରେ ତତେ ଜାତି କରିବା ପାଇଁ ପଡିବ। ଆଚ୍ଛା। ନାଇଁ ସେଇଟା ଆପଣ ଠିକ କହିଲେ ଯେ, ଜିନିଷ ହଉଛି କ'ଣ ନା ଶାସ୍ତ୍ର ମୁଁ ଯାହା ଆଉ କହିଲା କିଛି ସେଇ ଜାଣିନି, ହିସାବରେ। ତୁ ମତେ ପ୍ରଶ୍ନ ପଚାର ନା, ମୁଁ କହିପାରିବିନି ସେଗୁଡାକ। ନାଇଁ ପ୍ରଶ୍ନ ତ ଗୋଟେ ପ୍ରଶ୍ନ ମୋର ଅଛି, ଆଉ ନା 10ଟା ମୁଁ ଆଉ ପ୍ରଶ୍ନ ନାହିଁ। ଜାଣିନାହିଁ କିଛି, ତୁ ବର୍ତ୍ତମାନ ରଖ, ପଛରେ ହଉ କହିବୁ। ହଉ ରଖ।